ନାଇଁ ତୁ କି ଦେଖିବୁ ବୋଲେ ସେଇଠି ରୋଷେଇ କରୁଛନ୍ତି ସକାଳୁ ପଳେଇ ଆସୁଛନ୍ତି ନା କାମକୁ ଆଉ ଭାତ କିଏ କିଏ ଆଣୁଛନ୍ତି କିଏ କିଏ ଆଣୁନାହାନ୍ତି ତାଙ୍କେ ଛୋଟ ରସରେ ଆଣିଛନ୍ତି ଆଉ ସେଇଠି କାଠ ଅଛି ଇଟା ରଖି ଦେଉଛନ୍ତି ଦେଖୁନୁ କାଠରେ ସାଙ୍ଗେ ସାଙ୍ଗେ ଏଠି ଭାତ ଡାଲି କରିକି ଖାଉଛନ୍ତି ଏବେ ଛୁଟି ହେଲା ନା ତାପରେ ଏବେ ରାନ୍ଧିଦେଲେ 12ଟା ବେଳକୁ ଛୁଟି ହେଲା ଏଠି ରାନ୍ଧିବି ଖାଇଦେବେ ପୁଣି 2ଟା ବେଳକୁ କାମରେ ଲାଗିବେ ମସଲା ପକାଉଛନ୍ତି କିଲୋ ସେମାନେ ନିଜେ ସାଙ୍ଗରେ ନେଇକି ଆସୁଛନ୍ତି ନଥିଲେ ବି ଏଇଟା ଆମର ପାଖରେ ବଜାରରେ କ'ଣ ମିଳିବନି ମସଲା ଏ ମା ପଇସା ତାଙ୍କେ ସବୁଦିନ କାମ କରିକି ପଇସା ପାଉଛନ୍ତି ହେଲା ପଇସା କେଉଁଠୁ ଆଣୁଛନ୍ତି ଇଏ ପଚାରୁଛି ତାଙ୍କେ ରଖିନଥାଉଛନ୍ତି ତାଙ୍କେ ସେ ବି ଆମେ କେମିତି ଆମେ କାମ କରୁଛେ ସେମାନେ ସେମିତି କାମ କରୁଛନ୍ତି ନା ଚଳିବାକୁ ଆମ ବାବା କେମିତି କାମ କରୁଛନ୍ତି ତୋ ବାବା ସେମାନେ ସେମିତି କାମ କରୁଛନ୍ତି ତୁ ଦେଖିଲେ କ'ଣ କରିବୁ ଯେ ତୁ କଲେ ଷ୍ଟୁଲ ଆଣି ତୁ ତ ଦେଖିବୁ ତାଙ୍କ ରୋଷେଇ ସରିଲେ ମୁଁ ଡାକିବି ତାଙ୍କୁ ସେ ଦିଦି ହେରିକାକୁ ଡାକିବି ମୁଁ କହିବି ଦିଦି ହେରିକା ମୋ ଝିଅକୁ ଟିକେ ଡାକ ଆଉ ସିଏ ତମ ସାଙ୍ଗରେ ଟିକେ ଖାଇବ ହେଲା ସେଦିନ ତତେ କେମିତି ଦେଖୁଥିଲୁ ସେମାନେ ପଚାରିଲେ ବେବି କ'ଣ କରୁଛୁ ସେଇଠିକି ଡାକିଲେନି ତତେ ଆଉ ଗୋଟେ ଦିନ ଯେଉଁ ବାଲିଗଦାରେ ସେମାନେ ବସିକି ଖାଉଥିଲେ ସମସ୍ତେ ଆଣିକି ସେତେବେଳେ ଆଣୁଥିଲେ ହେରି ଏବେ ଆଈ ରୋଷେଇ କରୁଛନ୍ତି ଏବେ ହେଲେ ଖାଇବେନି କି ଦେଖୁ ଏବେ ସବୁ ସରିବ ତାଙ୍କର ନାଇଁଲେ ସେମାନେ କାମ କରିବାକୁ ଆସନ୍ତି ଏବେ ରୋଷେଇ କରିସାରିଲେ ସବୁ ଦେଖିବ ଆରାମସେ ସେମାନେ ବାଲିଗଦାରେ ବସିବେ ସେଇଠି ଇଏରେ ବସିବେ ଗୁଡ଼ି ଗଦାରେ ବସିବେ ଆରାମସେ ଖାଇବେ ଶାନ୍ତି ଲାଗିବ ତାଙ୍କୁ ଖାଇବେ ପୁଣି ଆଉଥରେ କାମ କରିବେ 2ଟା ବେଳକୁ ଏତେ ପଇସା କେଉଁଠୁ ଆଣୁଛନ୍ତି ନା କାମ କରୁନାହାନ୍ତି ଏବେ ଦେଖୁନ ସବୁଦିନ ଏତେ ଇଟା ବାଲି ପଥର ସବୁ ଯେଉଁ ଗଦା ହେଇଛି ଘରଟା କ'ଣ ମନକୁ ତିଆରି ହେଇଯାଉଛି ଦେଖୁଛୁ ନା ନାଇଁ ଯେଉଁ ତାଙ୍କର ଯେଉଁ ସିଏ ଯେଉଁ ଏବେ ତତେ ସ୍କୁଲ ଆସିଲା ବେଳକୁ ଦେଖିଲେନି ଦିଦି ପଚାରିଲେ ପଢ଼ିବ ବୋଲି ତାଙ୍କର ଦେଖୁନ କେତେ ମହଲା ଏଇଟା 3 ମହଲା କଲେ ସବୁ କ'ଣ ମନକୁ ହେଇଗଲା ସବୁ କାମ କେମିତି ହେଲା ସବୁ ସବୁ ଲୋକ ଲାଗିକି କଲେଟି ଆଉ ତାଙ୍କୁ ପାରିଶ୍ରମ ଦିଆ ହେଉନି ନା ନାହିଁ ଆଉ ପଇସା ଦିଆହେଉଛି ନା କାମ କଲେ ପଇସା ଦେଉଛନ୍ତି ନା ଆଉ ଯାହାର ଘର କାମ କରିବା ଆଉ